শারদ পণ্ডিত প্রবর যাহা যাহা যায় ভালো হেলা কারবার জয় জয় জননী জয় তু মঙ্গলা মম কণ্ঠে করিবা সে করুথি বুলা তপ তপ কহিবারে আহু বেল নাহি সহজরে ଥଣ୍ଡା ରାତି ଯାଉଅଛି ପାଇ ଦୁଇ ଚାରି ପଦ ପୁଣି ପୁରାଣ ବିଧାନ କେତେ କେତେ ଆଲୋଚନା ଦ୍ୱାରିକାର ରାଜା ଆଗରେ ପତିଦେଲା ମଥା ଯେ କଥାକୁ ଶୁଣୁଥିଲେ ସେଇ ଯେ ରୁକ୍ମିଣୀ ଦାସୀ ଦାସ ଆଗେ ପୁଣି କହିଲେ ଜାଣ ନାକି କଥା ପ୍ରଭୁ ଦ୍ୱାରିକାର ଭାଟ ହଁ ସେଇ ଭାଟ ରାଜା ଭୀଷ୍ମଙ୍କ ଆଗରେ ବର୍ଣ୍ଣନା କରୁଥିବା ହଁ ସେଇ ଭଗବାନ ଶ୍ରୀକୃଷ୍ଣଙ୍କର ନୀଳାମୃତ ଶୁଣି ବେଶୀ ବେଶୀ ରାଜପ୍ରାସାଦ ଅଟ୍ଟାଳିକାରେ ରାଜ ଯେ ମା ରୁକ୍ମିଣୀ କାନଟାକୁ ପାତି ଦେଇ ଶ୍ରବଣ କରୁଥିଲେ ମାନେ କାନ ପାତିକି ଶୁଣୁଛନ୍ତି କ୍ଳବରଧ ପ୍ରିୟ ଲାଗିଲା ଲାଗିଲା ସଙ୍ଗୀ ସଙ୍ଗରେ ପ୍ରାସାଦ ଅଟ୍ଟାଳିକାରେ ରାଜ ଯେ ମା ରୁକ୍ମିଣୀ ସଖୀ ମାନଙ୍କ ସହିତ ଭାଟ ଆଉ ପିତାରାମ ରାଜାଙ୍କର କଥାକୁ ଶ୍ରବଣ କରିଲେ କୃଷ୍ଣଙ୍କର କଥାମୃତ ଶୁଣିବା ପାଇଁ କର୍ଣ୍ଣର କୋଣରେ ଚକ୍ଷୁଟାକୁ ରଖିଦେଇ କାନଟାକୁ ପାତି ଦେଲେ କାନ୍ଥର ଅଟ୍ଟାଳିକାରେ କେମିତି କଥାଟାକୁ ମଥାକୁ ନେଇ ପ୍ରଭୁଙ୍କର ଗୁଣ ଗାନ ଶୁଣି ଶୁଣି ମନ ମଧ୍ୟରେ ଉଦ୍ବେଗ ଜାତ ହେଲା ମନରେ ଉଦ୍ବେଗ ଜାତ ହେଲା କୃଷ୍ଣଙ୍କ ପ୍ରତି ଦୁର୍ବଳତା ଜାତ ହେଇଛି ଚାଲିଗଲେ ଦ୍ୱାରିକାର ଭାଟ ରାଜସଭାରେ ବସି ଦେବକୀ ନନ୍ଦନ କୃଷ୍ଣ କହିଲେ ଏ ଶିଶୁପାଳ ଏଇ ଦିନ ଠାରୁ ଦ୍ୱାରିକାପୁରର ଭାଟ ସିନା ବିଦର୍ଭ ରାଜ୍ୟରୁ ଫେରି ଆସିଲା ହେଲେ ରୁକ୍ମିଣୀଙ୍କ ହୃଦୟରେ ଗୋଟାଏ ପ୍ରେମ ରୂପକ ବୀଜ ରୋପଣ କରି ଚାଲି ଆସିଲା ଇଏ କଣ ସେଇ ଦିନଠୁ ପଡିଥିଲେ ଦ୍ୱାରିକାର ଭାଟ ଦ୍ୱାରା ରୋପଣ ହେଇଥିଲା ରୁକ୍ମିଣୀର ହୃଦୟରେ ପ୍ରେମ ରୂପକ ବୀଜ ସେଦିନ ଠାରୁ ଏ ବୀଜ ପତ୍ର ପୁଣି ଆସିଛି
ହସି ଦେଲା ଶିଶୁପାଳ। କହିଲା ମତେ ଗୋଟେ ଚୁଚୁମା ଖିଆ ପିଲା ଭାବିଛୁ ଆଉ। ଇଏ ଭାବୁଛି ମୁଁ ଚୁଚୁମାଖିଆ ଛୁଆଟା। ତୋ ଦ୍ୱାରିକାପୁରର ଭାଟ ଗୋଲା ମୋ ସ୍ତ୍ରୀ ରୁକ୍ମିଣୀ ହୃଦୟରେ ପ୍ରେମ ରୂପକ ବୀଜ ରୋପଣ କଲା। ଆରେ ମୂର୍ଖ, ବୀଜଟା ରୋପଣ ହେଲେ ତାହା କଣ ମନକୁ ମନ ଅଙ୍କୁର ହେବ କି? ଆରେ ସେଥିରେ ପାଣି ଦରକାର, ପବନ ଦରକାର, ଉତ୍ତାପ ଦରକାର। ଗୋସେଇକା କିଛି ଜାଣୁନି। ପାଲା ମଧ୍ୟରେ କେତେ ଦର୍ଶନ ରହିଛି। ଆଉ ଦେବକୀ ନନ୍ଦନ କୃଷ୍ଣ କହିଲେ କହିଲେ ଏ ଶିଶୁପା, ଇଏ ପାଣି ପବନ ଲାଗି ଦେହ ଏଠୁ ଅଧିକ ଯୋଉ ଶରୀର ପାଣି ପବନରେ ଗଢା ଗଢା ଗଢା। ତମ ଶରୀରରେ ପାଣି ଆଉ ପବନ ଅଛି ଦାଦି। ପଞ୍ଚ ମହାଭୂତରେ ଗଢା, ମାନେ ଏ ଭିତରେ ପାଞ୍ଚଟା ଭୂତ ଅଛି। ସେଠି ପ୍ରେମ ରୂପକ ବୀଜ ରୋପଣ ହେଲେ ତାକୁ ଆଉ ଜଳଦାନର ଆବଶ୍ୟକ ରହି ନାଇଁ। ସବୁ ତ ଟ୍ୟୁବଲ ଲଗେଇଦବ ଏମିତି। ଆରେ ଗୁଡା ପାଖରେ ବୋରିଂ କରି ରହିଥା। ଦେବକୀ ନନ୍ଦନ କୃଷ୍ଣ କହିଲେ ଶୁଣ ଶୁଣ ରେ ମୂର୍ଖ, ଆଉ ଦିନେ ମୂର୍ଖ କହିବନି, ଆଉ ଦିନେ ମୂର୍ଖ କହିବନି। ସବୁଦିନ ପାଲାରେ ମୂର୍ଖ ମୂର୍ଖ କହୁଛ। କିଏ ପଟ୍ଟନାୟିକା ଛକରେ ପା ମୂର୍ଖ, ଆଉ ଏଠି ମାନେ ଏମିତି ଛେଦି ଦଉଥିବ ଦଉଥିବ, ଛେଦି ଦଉଥିବ ଦଉଥିବ। ଆଜ୍ଞା ମାତ୍ର 20 ଟଙ୍କା। ଇଏ ଭେଣ୍ଡି ଗୁଡ। ଦେବକୀ ନନ୍ଦନ କୃଷ୍ଣ କହିଲେ ଏ ଶିଶୁପାଳ, ରୁକ୍ମିଣୀ ହୃଦୟରେ ହାଟ ଦ୍ୱାରା ରୋପଣ ହେଇଥିବା ପ୍ରେମ ରୂପକ ବୀଜକୁ ଜଳଦାନ କିଏ କରିଲା? ଶୁଣ, କିଏ ସେ ଜଳଦାନ କଲା? କିଏ ଜଳଦାନ କରିଲା? କୁହ। ଦ୍ୱାରିକାର ଭାଟ ତାଙ୍କ ଗନ୍ତବ୍ୟ ପଥରେ ଚାଲି ଦେଖିବା। ରୁକ୍ମିଣୀ ମନରେ କୃଷ୍ଣଙ୍କ ପ୍ରତି ଟିକେ ଦୁର୍ବଳତା ଜାତ ହୋଇଗଲା। ବସନ୍ତ ଋତୁ ଆଗମନ ହୋଇଛି। ମାନେ ବସନ୍ତ ଆସିଲା। କହିଲେ ଲତା କୁଞ୍ଜ କୁଞ୍ଜନ ମତ ବଲ୍ଲି କୁଞ୍ଜନ ଚପଳୟନ ସମାଲିଙ୍ଗ ନିଙ୍ଗ ନଙ୍ଗ ଦ୍ରୁତତର ମଲଙ୍ଗ ପ୍ରବଳୟନ ମରୁନ ମନ୍ଦଂ ମନ୍ଦଂ ଦଳିତ ମରବିନ୍ଦ ତରଳୟନ ରଜ ବୃନ୍ଦ ବିନ୍ଦନ କିରତି ମକରନ୍ଦ ଦିଶି ଦିଶି লতা কুঞ্জ গুঞ্জন মত পল্লী পুঞ্জন চপলয়ন বসন্ত ঋতুর আগমନରେ লতা কুঞ্জ ମାନଙ୍କରେ মত বল্লী কহিলে ভ্রমর ইয়ে ভ্রমর মানে পঞ্জা পঞ্জা হই চপল মতিরে গুঞ্জন କରିବାକୁ লাগিলে অরুণ মন্দ মন্দন দলিত মরবিন্দ তরায়ব মন্দ মন্দ দক্ষিণা পবন বহিবা দ্বারা পুষ্প মানে প্রবল মাত্রারে কাম তুরা হেলে এই সমୟରେ বসন্তর সৌন্দর্যময়କୁ উপভোগ କରିବା ପାଇଁ ରାଜଜେମା ରୁକ୍ମିଣୀ ସଖୀମାନଙ୍କ ସହିତ ଉଦ୍ୟାନରେ ଭ୍ରମଣ କରୁଛନ୍ତି। କଲା ଜଗତର ମୂର୍ଖ ବିଭାଗ କବି ଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କର ଲେଖାରୁ 2 ଧାଡ଼ି ପାଠ କରି ବାବୁ ସଖୀମାନଙ୍କ ସହିତ ରାଜଜେମା ଅରଣ୍ୟ ମଧ୍ୟରେ ଭ୍ରମଣ କରୁଛି। ବୋଲେ ସଖୀ ସଙ୍ଗେ ସୁକୁମାରୀ ବୁଲୁଥିଲେ ଫୁଲ ବନେ ସଖୀ ସଙ୍ଗେ ସୁକୁମାରୀ ବୁଲୁଥିଲେ ଫୁଲ ବନେ
সখী সঙ্গে সুকুমারী বুলুছিলে ফুলবনে সখী সঙ্গে সুকুমারী বুলুছিলে ফুলবনে নন্দন বনরে কিসে ব্রহ্মা ব্রহ্মে সখী করে সখী সহিত সুকুমারী যেତେବେଳେ ଅରଣ୍ୟ ମଧ୍ୟରେ ଭ୍ରମଣ କରୁଛନ୍ତି କବି କହୁଛନ୍ତି ଇଏ ରାଜଜେମା ରୁକ୍ମିଣୀ ନୁହନ୍ତି ଇଏ ନନ୍ଦନ ବନରେ ସତେ କଣ ରମ୍ଭା ସଖୀ ମାନଙ୍କ ସହିତ ଭ୍ରମଣ କରୁଛି କି ଚମ୍ପା ନାଗେଶ୍ୱର ମଲ୍ଲି ଅଶୋକନି ଆଳି ବୋଲି ଚାଲୁଥିଲେ ହଲି ହଲି ପାଶ ଭିତରି ପବନେ ବୁଲୁଅଛି ଅନେକ ଗୁଡାଏ ଫୁଲ ଫୁଟି ଚମ୍ପା ନାଗେଶ୍ୱର ମଲ୍ଲି ଅଶୋକ ନିଆଳି ବଲ୍ଲି ଏ ଫୁଲ ମାନେ ରହିଗଲା ସେଟା ପାଣି କେନ୍ଦେନା সেটা ফল ফুসছি দক্ষিণা পবন আবুলারে নিজর বাষ্পকু বিতরণ করে ঝুলুছন্তি রসাল ডালরে পিক বসি দেউথিলা ডাক বসি দেউথিলা ডাক বসি দেউথিলা ডাক রসাল ডালরে পিক বসি দেউথিলা ডাক বসি দেউথিলা ডাক বসি দেউথিলা ডাক লাগই বড় চমক লাগই বড় চমক বিহরি নারী মনে বুলুথিলে মনে মনে বুলুথিলা মনে রসাল কহিলে আম্ব আম্ব বৃক্ষরে কোইলি বসি যেতেবেলে রাবি দଉଛି বিহরিণী নারী ମାନଙ୍କ ମଧ୍ୟରେ କାମ ଜ୍ୱାଳା ପ୍ରକଳିତ କରୁଛି ବାବୁ ଆଜ୍ଞା ଅରଣ୍ୟ ମଧ୍ୟରେ ଭ୍ରମଣ କଲା ବେଳେ ରୁକ୍ମିଣୀଙ୍କର ନଜର ପଡ଼ିଲା କୋଉଠି ଗୋଟାଏ ତରାଟ ଫୁଲ ଉପରେ ডাকিদেলে সখী সখী মা দেখিল দেখিল কেড়ে সুন্দর তরাট ফুলটি হেলা হেলা কলে বজ্রবটারে জয় করাইছি বজ্র কীট কটা উপর কপট তরাট সৌরভ কৰাট ধনে কিনা হেবা বস্ত্র লাগিছি করোনা সবধু বধু জাগবৃত্তি লগাইছি মধু পূজক সেই পরাগ বজ্রবটারে বিজয় করাইছি বজ্র কীট কটা উপর বজ্রবটা কইলে হীরার পাত্র ইয়ে হীরার পাত্রে
ବଜ୍ରକୀଟ ଯେଉଁ ପୋକ ଯାହାର ପୂର୍ବ ଜନ୍ମ ଥିଲା ଜଳନ୍ଧର ଅଭିଶାପରେ ବଜ୍ରକୀଟ ପୋକ ରୂପକୁ ଧାରଣ କରିଛି। ବିଷ୍ଣୁଙ୍କର ଅଂଶ ଯୋଉ ଗୋମତ ପର୍ବତ 1000 ବର୍ଷରେ ଥରୁଟିଏ ଗୋଟାଏ ପଥର କାଟୁଛି, ଯାହାର ନାମ ଶାଳଗ୍ରାମ। ଏଇ ହୀରାର ପାତ୍ରରେ ଶାଳଗ୍ରାମଟା ରଖିଲା ପରି ମନେ ହେଉଛି। ଆଉ ଜଣେ ସଖୀକି କହିଲା, ଆଚ୍ଛା କହିଲ ଯଦି ହୀରାର ପାତ୍ରରେ ଏହା ଶାଳଗ୍ରାମ ପରି ମନେ ହେଉଛି, ତାହେଲେ ଭମର ଦେହରେ ଲାଗିଥିବା ରଜୁଗୁରାକୁ ତୁମେ କାହା ସହିତ ତୁଳନା କରିବ? ନା ସଖୀ, ବସନ୍ତ କାଳ ପୂଜାରୀ ହୋଇ ବଧୂ ନାୟିକା ମାନଙ୍କୁ ପ୍ରୀତି ରୂପକ ଯଜ୍ଞରେ ଆହୁତି ଦେଇ ଭସ୍ମ କରାଇ ତାର ବିଭୂତି ଗୁରାକୁ ଲେପନ ହୋଇଛି। ଅରଣ୍ୟ ମଧ୍ୟରେ ଭ୍ରମଣ କରୁଛନ୍ତି ରାଜଜେମା ରୁକ୍ମିଣୀ ସଖୀ ମାନଙ୍କ ସହିତ ଗୁଣୁ ଗୁଣୁ ଗୀତ ଗାନ କରୁଛନ୍ତି। ଅମର ମାର୍ଗରେ ଅମର ଜ୍ୟୋତି ଦ୍ୱାରାବତୀ କି ସଙ୍ଗିନୀ ସଙ୍ଗରେ ସଙ୍ଗୀତ କର୍ଣ୍ଣେ ଗଲା ବାଜି। ଗଗନ ମାର୍ଗରେ ଉଡ଼ି ଯାଉଥିଲେ ଦେବର୍ଷି ନାରଦ। କର୍ଣ୍ଣରେ ବାଜିଗଲା ଅରଣ୍ୟ ମଧ୍ୟରେ କିଛି ସଖୀ ମାନେ ନାରାୟଣ ନାରାୟଣ ଗୁଣୁ ଗୁଣୁ ହୋଇ ଗୀତ ଗାନ କରୁଛନ୍ତି। ନାରାୟଣ 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 ପଡ଼ିଲେ ପ୍ରମୋଦ ମନ ମଧ୍ୟରେ ସଖୀ ମାନଙ୍କ ଗହଣେ ଦେବର୍ଷି ନାରଦ ପହଞ୍ଚିଲେ। ରାଜଜେମା ରୁକ୍ମିଣୀ ଦେଖିଦେଲେ, ଡାକିଲେ ଦେବର୍ଷି ନାରାୟଣ ଆମର ପ୍ରଣାମ ଗ୍ରହଣ କରନ୍ତୁ। ଆମର ସବୁ ପ୍ରଣାମ ଗ୍ରହଣ କରନ୍ତୁ। ସଖୀ ମାନେ ତମେ ସବୁ ପଡ଼ିଯାଅ। ହେଲେ ଆପଣ ଏ ଅସମୟରେ ଏ ଅରଣ୍ୟ ମଧ୍ୟକୁ ଆସିଲେ କେମିତି? କାହିଁକି ଆସିଲେ? ଆସିବାର ଅଭିପ୍ରାୟ କଣ? ନା ମୁଁ ଦ୍ୱାରିକାପୁରକୁ ଯାତ୍ରା କରୁଥିଲି ଭଗବାନ କୃଷ୍ଣଙ୍କର ଦର୍ଶନ କରିବା ପାଇଁ। ହେଲା ଏଇ ଜାଗାରେ ତୁମ ମାନଙ୍କର ସଙ୍ଗୀତ ମୋ କର୍ଣ୍ଣରେ ବାଜି ଯିବାରୁ ମୋ ମନ ଛୁଆ ହେଲା, ମୁଁ ତମ ପାଖକୁ ପଳେଇ ଆସିଛି। କି ସଖୀ ମାନେ ଗୁଣୁ ଗୁଣୁ ହୋଇ ଗୀତ ଗାନ କରୁଛନ୍ତି ଶୁଣିବା ପାଇଁ। ମୁଁ ଚାଲି ଆସିଲି। ଦ୍ୱାରିକାଧୀଶ ଭଗବାନଙ୍କର କଥା ଯେତେବେଳେ ଶୁଣିଦେଲେ ରାଜଜେମା ରୁକ୍ମିଣୀ ଅନେକ ଦିନରୁ ତାଙ୍କ ହୃଦୟରେ ରୋପଣ ହୋଇଥିବା ପ୍ରେମ ରୂପକ ବୀଜଟା ଟିକେ ଉଦ୍ବେଗ ଜାତ କଲା। ଡାକିଲେ ଦେବର୍ଷି ନାରାୟଣ 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 ଭଗବାନ ଦ୍ୱାରିକାଧୀଶ କୃଷ୍ଣ ତାଙ୍କ ସମ୍ପର୍କରେ ମତେ କିଛି କହୁନାହାନ୍ତି। ଶୁଣିବେ? ସେ କେମିତି ଶୁଣିବେ? ତାଙ୍କ ରୂପ କିପରି, ତାଙ୍କ ମାଧୁର୍ଯ୍ୟ କିପରି ମତେ ଟିକେ କୁହ। ତାହେଲେ ଶୁଣନ୍ତୁ ରୁକ୍ମିଣୀ। ନାରାୟଣ ନାରାୟଣ ବସିଦେଲେ ଦେବର୍ଷି ନାରଦ। ହେଲେ ରାଜଜେମା ଯାହାକୁ ବେଦ ବର୍ଣ୍ଣନା କରିପାରି ନାହାନ୍ତି ମୁଁ କି ରୂପ ବର୍ଣ୍ଣନା କରିବି? ମୁଁ କେମିତି ବର୍ଣ୍ଣନା କରିବି? ହେଲେ କୁତଃ ପୁନର୍ଗୁଣତ ନାମ ତସ୍ୟ ମହତ ସୌକାନ୍ତ ପରାୟଣସ୍ୟ ଜ୍ୱାନନ୍ତ ଶକ୍ତି ଭଗବାନ ଅନନ୍ତ ମହତ୍ ଗୁଣତ୍ୱାଜସୋନନ୍ତଂ ହୋ। କଳ୍ପ କଳ୍ପ ବସି ଯେଉଁ ମୁନି ଋଷି ମାନେ ତପସ୍ୟା କରି କରି ଯାହାର ଆଦି ଅନ୍ତ ପାଇନାହାନ୍ତି, ଆଦି ପାଇନାହାନ୍ତି କି ଅନ୍ତ ପାଇନାହାନ୍ତି, ଯାହାର ସାନ୍ନିଧ୍ୟ ଲାଭ କରିପାରି ନାହାନ୍ତି, ତପସ୍ୟାରେ ବସି ବସି ହୁଙ୍କା ପାଲଟି ଯାଇଛନ୍ତି। ସେ ସବୁ ହୁଙ୍କା ହେଇଗଲେଣି। ସେମାନେ ଯାହାକୁ ଅନନ୍ତ ବୋଲି ନାମ ଦେଇ ଚାଲିଗଲେ। ହେ ରାଜଜେମା କହୁଛି ଶୁଣ। ହେଲେ କୋଟିଏ ଶରଦ
চন্দ্রজিনী মুখ শ্রীঅঙ্গ ভিন বঘনা শ্রীঅঙ্গ ভিন বঘনা রে ভালা শ্রীঅঙ্গ ভিন বঘনা কটি তটে পিত বসন বিরাজে পোড়া হকে বলি সমান কণ্ঠরে মুকুতা মাଳ বকবন্দী কণ্ঠরে তার কণ্ঠরে কলাপি কলাপ তোলিউ নমত ইন্দ্রধনু সমধি সঙ্গে কোটি কোটি শরত কালীন চন্দ্র ঠারু বলি হেলা হেলা যাହାର শোভা বাবু ଆଉ ଯାହା এই ଶରୀରର କୋଟି ଦେଶରେ କଳା ହକ କହିଲେ ହଳଦିଆ ରଙ୍ଗର ବସ୍ତ୍ର ପୀତ ବସନ ପିତ ବସନ ଧାରଣ କରିଛନ୍ତି। ଆଜ୍ଞା ଆଜ୍ଞା କୃଷ୍ଣଙ୍କର ଶରୀରଟା କଳା ମେଘ ସଦୃଶ୍ୟ ଶରୀରରେ କୋଟି ଦେଶରେ ପୀତ ବସନଟା ମନେ ହେଉଛି ଯେମିତି କଳା ମେଘ ତଳେ ବିଜୁଳି ଝଲସି କଣ୍ଠରେ ମୁକୁତା ମାଳ ବକପନ୍ତି ଯୋଉ ମୁକ୍ତାର ମାଳଟାକୁ ଧାରଣ କରିଛନ୍ତି। କଳା ମେଘ ତଳେ ଧାଡ଼ି ଧାଡ଼ି ହୋଇ ଉଡ଼ି ଯାଉଥିବା ବଗମାନଙ୍କ ପରି ଦୃଶ୍ୟ ହେଉଛି। ଗୋଳାପି ଗୋଳାପ ତୋଳି ଉନ୍ନମତ ଇନ୍ଦ୍ର ଧନୁ ସମଦି ସନ୍ତି। ଗୋଳାପି କହିଲେ ମୟୂର, ଗୋଳାପ କହିଲେ ପୁଚ୍ଛ, ଗୋଳାପି କହିଲେ ସମୂହ ଯାହାର ଶିରରେ ମୟୂରର ପୁଚ୍ଛ ଲାଗିଛି। ଇଏ ସମୂହ ମୟୂର ପୁଚ୍ଛ ଗୁରାକ ତାର ବର୍ଣ୍ଣ ଗୁରାକ ଇନ୍ଦ୍ରଧନୁର ଛବି ଭଳି ହଲସି ଯାଉଛି। ଦେବର୍ଷି କହିଲେ ହେ ରାଜଜେମା ଆଉ କିପରି ସେ ଭଗବାନ କୃଷ୍ଣଙ୍କର ରୂପ ଜାଣିଛ? ଦେଖିଆ ତମେ ତାଙ୍କ ରୂପଟା ଆଉ କଣ ଜାଣିଛ କହିଲ? ଗୋଟାଏ ଚିନ୍ତାରେ ସାକ୍ଷ୍ୟ ଦବା। କଣଟା ଦବ? ଚିନ୍ତାରେ ସାକ୍ଷ୍ୟ। ଯେତେ ପାଲା ସରି ସରି ଯାଉଛି ସେତେ ଉଷୁମ ହେଇ ହେଲେ କଳା କୁଞ୍ଜ ଅଞ୍ଜନ ମର୍କତ ଇନ୍ଦ୍ର ନୀଳ ମଣି ଘନା মিলন গো পুরী শোভা সমূহ মৌখাল লাবণ্য রতন ধরি কোটি সৃষ্টি কান্তি সার শ্রেণী কালিয়া কমল পরি দলিত ব্যঞ্জন পরি ইন্দ্র নীলমণি কি নিন্দা করুথিবা ঘন বরজ কান্তি কি চাহিদেলে ସେଥିରୁ ଯୋଇ ସୁଧା ଆହ୍ଲାଦ ମାଦକ ଅମୃତ ଝରି ଆସେ ନା ମନେ ହୁଏ ଯେମିତି କୋଟି କୋଟି ସମୁଦ୍ରକୁ ମନ୍ଥିତ କଲେ ବାହାରୁଥିବା ଉନ୍ନତ ପଦାର୍ଥର ମୂଲ୍ୟ ଠାରୁ ବଳି ଯାଇଛି ତାଙ୍କର ସୌନ୍ଦର୍ଯ୍ୟ।
अधिकरू अधिक पाला देखिबा पई आमो चैनल सब्सक्राइब करंतु।